ସକାଳୁ ସକାଳୁ ଆଜି ବର୍ଷା ଏମିତି ଗର୍ଜନ କରୁଥିଲା ଯେମିତି ଇନ୍ଦ୍ରଦେବଙ୍କର ତାଙ୍କ ସ୍ତ୍ରୀ ସହିତ ପୁରା ଜୋରଦାର ଝଗଡ଼ାଟେ ହେଉଛି। ସେ ଝଗଡ଼ା ହେଉ କି ବର୍ଷା ହେଉ କି ଝଡ଼ି ହେଉ କି ତୋଫାନ, ଆମେ କିନ୍ତୁ ଶାଶୁ ବୋହୂ ଖାଇବୁ। ତ ସକାଳ ଜଳଖିଆରେ ପରଟାକୁ ଆଳୁ କଷାଟିଏ ପ୍ରସ୍ତୁତ କରାଯାଇଥିଲା। ପରିବାର ସମସ୍ତେ ଖାଇସାରିବା ପରେ ଆମେ ଶାଶୁ ବୋହୂ ବସି ପଡ଼ିଥିଲୁ ଖାଇବା ପାଇଁ। ତ ଖାଇକି ଉଠିଲା ବେଳକୁ ଅଦିନିଆ ମେଘ ପରି ମୋ ସ୍ୱାମୀ ମଧ୍ୟ ଚିକେନ୍ ଧରି ମାଡ଼ି ଆସିଥିଲେ। ତ ଆସିଛନ୍ତି ମାନେ ଅଂଶୁ ସହିତ କେମିତି ଖେଳିବେନି, ତ ତାଙ୍କ ଦୁଇ ଜଣଙ୍କର ଏଠି ଚାଲିଥିଲା ଟିକିଏ ଲୁଚାଲୁଚି ଖେଳ। 2 ମିନିଟ୍ କ'ଣ 1 ମିନିଟ୍ ବି ସମୟ ପାଇଲେ ସେ ତା ଭିତରେ ଖେଳି ଦେଇଥିବେ। ତ ଖେଳ ସାରି ସେ ପଳେଇଥିଲେ ଅଫିସ୍। ଆରମ୍ଭ କରିଲି ଚିକେନ୍ ରୋଷେଇ। ଆକ୍ଚୁଆଲି ଆଜି ଚିକେନ୍ର ପ୍ରୋସିଜରଟା ଟିକେ ଅଲଗା କରିଥିଲି, ଯେଉଁଟାକି ମୁଁ ମୋ ଭଉଣୀଠୁ ଶିଖିକି ଆସିଥିଲି। ତ ଆର କେବେ ମୁଁ ଆପଣଙ୍କୁ ଗୋଟେ ରେସିପିଟା ସେୟାର କରିଦେବି। ତ ଯେଉଁମାନେ ବୁଝିବା ଲୋକ ସେମାନେ ଅଧା ଦେଖିକି ବୁଝି ସାରିଥିବେ। ତ ମୁଁ ଏପଟେ ଚିକେନ୍ ତରକାରୀ, ସେପଟେ ଅଣ୍ଡା ତରକାରୀ, ମଝିଟା ବାକି ଖାଲି ଥିଲା, ସେଇଟା ବି ଯଦି କ'ଣ ମିଳିଥାନ୍ତା ତାକୁ ବି ଛାଡ଼ିନଥାନ୍ତି, ତାକୁ ବି କରିଦେଇଥାନ୍ତି। ତ ଏସବୁ ଭିତରେ ମୁଁ ସୁପରମ୍ୟାନ୍ ସ୍ପାଇଡରମ୍ୟାନ୍ ଭଳିଆ ଦୁଇଟା ପଟେ ରୋଷେଇ ଆରମ୍ଭ କରିଦେଇଥିଲି। ତ ତା ଭିତରେ ମୁଁ ଭୁଲି ଯାଇଥିଲି ଯେ ମୁଁ ଆଳୁ ହିଁ ଭାଜିନି ବୋଲି। ତ ତାପରେ ଭଜାଭଜି କରି ପୁଣି ତରକାରୀ ପକାଇ ଦେଇଥିଲି। ତାପରେ ଏଠି ଖୁସିନା ସୁପରମ୍ୟାନ୍ ଭଳିଆ ସେ ବି ଖାଇକି ଚାଲିଗଲେ ଏକ୍ଜାମ୍ ଦେବାକୁ। ଏଠି ତାପରେ ବୋଉ ଆସିଥିଲେ ସକାଳୁ, ଯେହେତୁ ମୁଁ ଠିକ୍ସେ ମୁଣ୍ଡ କୁଣ୍ଡେଇ ନଥିଲି, କହିଲେ ଆସେ ମୁଁ ମୁଣ୍ଡ କୁଣ୍ଡେଇ ଦେଇ ବୋଲି। ତ ବୋଉ ଏଠି ବସିକି ମୋ ମୁଣ୍ଡ କୁଣ୍ଡେଇ ଦେଉଥିଲେ। ତ ଅଂଶୁ ତାଙ୍କୁ ଦେଖିକି ସେ ଗୋଟେ ପାନିଆ ଧରିକି ତାଙ୍କ ମୁଣ୍ଡ କୁଣ୍ଡେଇ ଦେଇଥିଲା। ତ ସେ ତ ମାନେ ମୁଣ୍ଡ କୁଣ୍ଡେଇବା କମ୍, ତାଙ୍କ ଚୁଟି ଅଧା ଉପାଡ଼ିକି ଥୋଇ ଦେଇଥିଲା। ତ ସେ ଆଉ ସହି ନ ପାରିକି ଆସିକି ମୋ କୋଳରେ ବସି ପଡ଼ିଥିଲା। ତାପରେ ବୋଉ ଏଠି ମୋର ପକାଇ ଦେଇଥିଲେ ଗୋଟେ ଛାଟ ବେଣୀ। ତ ଆପଣଙ୍କୁ ବେଣୀଟା କେମିତି ଲାଗିଲା କହିବେ। ଆଉ ସେଇଟା ପୁରା 1 ସେଣ୍ଟିମିଟର ହେଇଯାଇଥିଲା ବେଣୀଟା। ତ ଏଠି ଆମେ ବସି ପଡ଼ିଥିଲୁ ଖାଇବା ପାଇଁ। ତ ମୋ ହଜବେଣ୍ଡ ଯିଏକି 24 ଆୱାର୍ସ ତାଙ୍କର ଫୋନ୍ ଚାଲିଥାଏ, ତ ତାଙ୍କୁ ତରକାରୀଟା କେମିତି ଲାଗୁଛି ପଚାରିବେ ବୋଲି ତାଙ୍କ ରୋଲ୍ଟା ତ ଆପଣମାନେ ଦେଖିନେଲେ। ତ ତାପରେ ଆମେ 3 ଜଣ ଯାକ ମିଶିକି ଖାଇଥିଲୁ। ସନ୍ଧ୍ୟାବେଳେ ଚାଲିଲା ମା ନାତିଙ୍କର ଏଠି ନାଟକ। ପୁଅ ନାଇଁ ଯାଇଥିଲି ତା ଜେଜେ ପାଖକୁ। ତ ଆଜିର ନାଟକ ଏଇଠି ସମାପ୍ତ ହେଲା। କାଲି ପର୍ଯ୍ୟନ୍ତ ଅପେକ୍ଷା କରନ୍ତୁ। ରହୁଛି। ଜୟ ଜଗନ୍ନାଥ।